ओम श्री परमात्मने नमः। ओम वासुदेवाय नमः। ओम व्यासदेवाय नमः। ओम जगन्नाथदासाय नमः। हे माँ सरस्वती तमें कंठरे बस, माँ कंठरे बस। अति बड़ी जगन्नाथ दास रचित श्रीमद् भागवत महापुराणर चतुर्थ स्कंदर आज आम द्वादश अध्याय श्रवण करवा। यही अध्याय ध्रुव को कुबेरक वरदान और ध्रुवंकर विष्णु लोक प्राप्ति कथा वर्णना कराइछि। एहार प्रथम भाग में पद्यांतरी एवं द्वितीय भाग में यार व्याख्या श्रवण करवा। भागवत महापुराणर प्रत्येक अध्याय धारावाहिक भाव में शुणापी चैनल को सब्सक्राइब करूँ एवं फॉलो करूँ। यूट्यूब रे यार नाम रही शास्त्र ज्ञान 6918 सर्च करूँ। शास्त्र ज्ञान ओडिया लिखे एवं 6918 इंग्राजी लिखे सर्च करूँ एवं से भागवत महापुराणर प्रथम स्कंधरू धारावाहिक भाव में पोस्ट करा जाइछि एवं चेष्टा करंतु याकू श्रवण करिया पई। तबे आसंतु आरंभ करिबा चतुर्थ स्कंध द्वादश अध्याय। कुबेरु पाई सनमान यज्ञया राधि नारायण ध्रुवपा इला ध्रुवस्थान द्वादश अध्याय वर्णन। मैत्रेय उवाच ध्रुवर कोप जहु गला कुबेर भुवने जानिला तक्षणे निज गण तुले ध्रुवस मिपे आसी मिले अंजलि करिबेनि पाणी काकुस्थे कहे मंजुवाणी। धन दौवाच आहे क्षत्रिय चूड़ामणि तोरम हिमा मोहि शुणी मिलिली तोहर समीपे गुह्यकी नर घेनि सुखे जेणु तू पिता मोह बोले कोप छाड़िलु रूप तुले भातृम रणे कोप बही गुह्यक विनाशिलु तुही केही का हार हंता नहे प्राणी जीवन काल दहे ए जीव अहंकार बही आत्मा को बोले तुही मोही ए नहे ज्ञानी कर मत जाहाकू प्रसन्न अनंत संसार देखे स्वप्न प्राय से मोहे नहे पराजय तोर मंगल हेउनीते गृहे तू चल शुद्ध चिते जा शक्ति माया गुणमयी तहिरे थाई जे न थाई से हरि पादे आश्रय कर आत्मा को संसार उधर तोते म हृदय अनुराग जे तोर इच्छा बर माग हरिकी हृदय परिमाणु तु बर योग्य हेउ तेणु। मैत्रेय उवाच एमंते कुबेर वचने ध्रुव विचारी तो समने बोलोई हरिपाद गते मोहर मन थाउ नीते अन्य अल्पना नाही मोर जार प्रसन्ने भवु पार कहे कुबेर ध्रुवे चाही एबर लभ ध्रुव तुही एमंत कही ध्रुव पासे कुबेर गमिला आकाशे एबे हो सुण महीपति ध्रुवर अर्जिला विभूति कुबेर भुवनु संतोषे ध्रुवग मिला निज देशे निज भुवने ध्रुव जाई रत्विज पुरोहित राई संकल्प करी यज्ञ मते
ପୂଜିଲା ବିଷ୍ଣୁ ପାଦଗତି ସର୍ବସ ପଦ ଭୋଗ କଲା ଗୃହେଉ ତାନ ପାଦ ବଳା ସର୍ବପ୍ରକାରେ ବିଷ୍ଣୁ ପାଦେ ଭକ୍ତିସା ଦିଲା ଅପ୍ରମାଦେ ପ୍ରଜାଏ ଧ୍ରୁବର ରାଜତ୍ୱେ ଆନନ୍ଦେ ବଞ୍ଚିଲେ ଜଗତେ ସ୍ୱଭାବେ ଧ୍ରୁବ ଧର୍ମଶୀଳ ସୁସାଧୁ ବ୍ରାହ୍ମଣ ବତ୍ସଳ ଧ୍ରୁବକୁ ପିତୃଭାବେ ଜାଣି ଦୁଃଖ ସୁଖକୁ ନ ପ୍ରମାଣି ଆନନ୍ଦ ମନ ଜନ ପ୍ରଜା ଧ୍ରୁବସ ପତ ଦ୍ୱୀପେ ରାଜା 36 ସହସ୍ର ବରଷ ସ୍ୱଭାବେ ପରମ ଆୟୁଷ ଆନନ୍ଦ ଚିତେ ଭୋଗ କଲା ଭୂମି ମଣ୍ଡଳେ ମନୁବଳା ଭୋଗେ କରିଲା ପୁଣ୍ୟକ୍ଷୟ ବ୍ରତଦା ନରେ ଅଘକ୍ଷୟ ତ୍ରିତୟ ବର୍ଗ ଭୋଗ କରି ପୁତ୍ରକୁ ଅଧିରାଜେ ବରି ନୃପାସନେ ବସାଇଲେ ବିଧିରେ ଅଭିଷେକ କଲେ ଆତ୍ମସମ୍ପଦ ଆଦି ଯେତେ ସ୍ୱପନ ପ୍ରାୟ ମଣିଚିତେ ବିଷ୍ଣୁର ମାୟା ବଳ ଜାଣି ଗନ୍ଧର୍ବ ପୁର ପ୍ରାୟ ମଣି ସର୍ବସମ୍ପଦ ପରିହରି ସଂଯମେ ଆତ୍ମା ବଶ କରି ତପସ୍ୟା ପାହିଁ ସେ ଚଳିଲା ବଦରି ଆଶ୍ରମେ ମିଳିଲା ବିଷ୍ଣୁର ସ୍ଥୂଳ ରୂପେ ମନ ସଂଯମ ବଳେ କରି ଧ୍ୟାନ ତକ୍ଷଣେ ଲିଙ୍ଗ ରୂପ ଗଲା ନିର୍ମଳ ଜ୍ୟୋତି ପ୍ରକାଶିଲା ଧ୍ରୁବର ଭକ୍ତି ଦୃଢ଼ ହେଲା ତା ଅଭିମାନ ଦୂରେ ଗଲା ନୟନୁ ଅଶ୍ରୁ ବିଗଳିତ ଆନନ୍ଦେ ଅଙ୍ଗ ପୁଲକିତ ବିମାନ ଦେଖିଲା ଗଗନେ ପୂର୍ଣ୍ଣିମା ସୁଧା କର ଜେନେ ତେଜେ ବି ରାଜେ 10 ଦିଶ ଆକାଶୁ ହେଲା ପରବେଶ ରଥେ ଅଛନ୍ତି ବେନି ଦୂତ ଗଞ୍ଜନ୍ତି ଶଶାଙ୍କ ଆଦିତ୍ୟ ଈଶ୍ୱର ତନୁ ଶ୍ୟାମ ବନ ଅରୁଣ ପଙ୍କଜ ଲୋଚନ ଶହେ ସୁନ୍ଦର ଭୁଜ ଚାରି ବିଷ୍ଣୁ ଆୟୁଧ ଛନ୍ତି ଧରି ଅଙ୍ଗଦ କିରୀଟ କୁଣ୍ଡଳ ହୃଦେଲ ବଇ ବନମାଳ ଧ୍ରୁବନୀ କଟେ ଯାଇ ମିଳି ଗଗନୁ ଖସେ କି ବିଜୁଳି ତୁଣ୍ଡେ ଗୋବିନ୍ଦ ନାମ ଗାଇ କପାଳେ ବେନି କର ଦେଇ ଧ୍ରୁବନ ମିଲା ପାଦ ମୂଳେ ରୋମପୁ ଲକ ସୃଜଳେ ସୁନନ୍ଦ ନନ୍ଦ ପାରିଷଦେ ତକ୍ଷଣେ ମିଳିନ ଆନନ୍ଦେ ଶ୍ରୀକୃଷ୍ଣ ନାମ ତୁଣ୍ଡେ ଗାଇ ବୋଲନ୍ତି ଧ୍ରୁବ ମୁଖ ଚାହିଁ ଶୁଣଉ ତାନ ପାଦ ସୁତ ସଂସାରେ ତୁହି ଭାଗ୍ୟବନ୍ତ ତୁ ବାଳ ପଞ୍ଚମ ବରସେ ତପେ ତୋ ଶିଲୁ ଋଷିକେଶେ ଏବେ ଗୋବିନ୍ଦ ଆଜ୍ଞା ଶିରେ ଘେନି ମିଳିଲୁ ତୋ ଛମୋରେ ଧ୍ରୁବ ପଦକୁ ନେବୁ ତୋତେ ଦେଖ କାଞ୍ଚନ ଦିବ୍ୟ ରଥେ ଦୁର୍ଲଭ ବିଷ୍ଣୁ ପଦ ତୁହି ବଳେଲ ଭିଲୁ ତପଦାହି ଯେ ଶିଶୁ ମାର ଚକ୍ର ତଳେ ଚନ୍ଦ୍ର ଆଦିତ୍ୟ ତାରା ମେଳେ ନିତ୍ୟ ଭ୍ରମନ୍ତି ପ୍ରଦକ୍ଷିଣେ ଯେସନେ ରଜୁ ଆକର୍ଷଣେ ଯେପଦେ ତୋର ପିତୃଜନ ପ୍ରବେଶେ ନୋହିଲେ ଭୋଜନ ପ୍ରବେଶେ ନୋହିଲେ ଭାଜନ କେଆନ ତାହା ଲଭିପାରେ ଅନିତ୍ୟ ସଂସାର ସାଗରେ ଅଶେଷ ଜଗତ ବନ୍ଦନ ବିଷ୍ଣୁ ପରମ ପଦସ୍ଥାନ ଏଣୁ ଏ ଉତ୍ତମ ବିମାନ ତୋଷେ ପେଶିଲେ ଭଗବାନ ତୁ ଏବେ ବସ ସ୍ଥିର ମନେ ବିମାନ ବାହିବୁ ଗଗନେ ମୈତ୍ରେୟ ଉବାଚ ଏମନ୍ତେ ବିଷ୍ଣୁ ଦୂତ ବାଣୀ
ଆନନ୍ଦ ମନେ ଧ୍ରୁବ ଶୁଣି ତକ୍ଷଣେ ଧ୍ରୁବ ସ୍ନାନ କରି ନିତ୍ୟ ମଙ୍ଗଳ କର୍ମ କରି ତଦନ୍ତେ ଅଳଙ୍କୃତ ହେଲା ମୁନିଙ୍କ ଚରଣେ ନମିଲା ମୁନିଜନଙ୍କ ଆଶୀର୍ବାଦେ ଜୟ ମଙ୍ଗଳ ବେଦନାଦି ବିମାନ ପ୍ରଦକ୍ଷିଣ କରି ବିଷ୍ଣୁଦୂତଙ୍କୁ ନମସ୍କରି ହିରଣ୍ୟମୟ ରୂପ ଧରେ ସ୍ୱତେଜେ ଦଶ ଦିଗ ପୁରୀ ଗନ୍ଧର୍ବ ଚତୁର୍ବିଧ ବାଦୀ ଦିଗ ପୁରିଲେ ଗୀତନାଦି ପୁଷ୍ପବ ରସନ୍ତି ହରସେ ବିବୁଧେ ଦେଖନ୍ତି ଆକାଶେ ବିବୁଧେ ମାନେ ଦେବଗଣ ତକ୍ଷଣେ ସୁନୀତିର କଥା ସ୍ମରଣେ ଧ୍ରୁବ ମନେ ବ୍ୟଥା ଦୁଃଖିନୀ ମୋହର ଜନନୀ ତାହାକୁ ତେଜି ମୁହିଁ ପୁଣି ଯିବି ମୁଁ ସ୍ୱର୍ଗ କି ରୂପେ ଦୂତେ ଜାଣିଲେ ତା ସଂକଳ୍ପେ ବୋଇଲେ ଦେଖ ଭକ୍ତାଗ୍ରଣୀ ଅଗ୍ରେ ବି ମାନେ ତୋ ଜନନୀ ତା ଶୁଣି ଚିତ୍ତ କଲା ସ୍ଥିର ସେ ବିଷ୍ଣୁ ଭକ୍ତଙ୍କର ବର ସୁନୀତି ଜନନୀ ସହିତେ ବସିଲା ରତ୍ନମୟ ରଥେ ବିମାନ ଯାନ୍ତେ ସ୍ୱର୍ଗ ପଥେ ଦେବେ ଯେ ବସି ନିଜ ରଥେ ଧ୍ରୁବକୁ ଦେଖି ପ୍ରଶଂସନ୍ତି କେବା ଆନନ୍ଦେ କରେ ସ୍ତୁତି ଏମନ୍ତେ ପୁଷ୍ପ ବୃଷ୍ଟି ପଥେ ଗ୍ରହଙ୍କୁ ଦେଖିଲା ଅଗ୍ରତି ତ୍ରୈଲୋକ୍ୟ ଜିଣି ଦିବ୍ୟସ୍ଥାନ ମୁନିକି ଦେଖିଲା ବିମାନ ତ୍ରୈଲୋକ୍ୟ ଜିଣି ଦିବ୍ୟ ଜାନେ ମୁନିକି ଦେଖିଲା ବିମାନେ ମୁନିକି ଅର୍ଥାତ୍ ସପ୍ତ ଋଷିକୁ 7 ଜଣ ଋଷିଙ୍କୁ ଦେଖିଲେ ମୁନିକି ନମୀନ ଆନନ୍ଦେ ବିଜୟେ କଲା ବିଷ୍ଣୁ ପଦେ ସେ ବିଷ୍ଣୁ ପଦର ମହିମା କେ କହି ପାରେ ଗୁଣ ସୀମା ଯେ ପ୍ରାଣୀ ଶାନ୍ତ ସମଦୃଶ ଅଶେଷ ଜନ୍ତୁଙ୍କ ବିଶ୍ୱାସ ହରିଚରଣେ ଚିତ୍ତ ଯାର ସନ୍ତୋଷ ଶୁଦ୍ଧ ସାଧୁ ଧୀର ସେ ପ୍ରାଣୀ ସେ ପୁରେ ପଶନ୍ତି ମାୟା ବନ୍ଧନୁ ନିସ୍ତରନ୍ତି ଏଣୁ ତାନ ପାଦସୂତ ବିଷ୍ଣୁର ପରମ ଭକତ ତ୍ରିଲୋକ ଚୂଡ଼ାମଣି ସ୍ଥାନେ ବସିଲା ନିଶ୍ଚଳ ଆସନେ ଗଭୀର ବେଗେ କାଳଚକ୍ରେ ବାୟୁର ସନା ଅତିରେକେ ବାୟୁ ରସନା ଅର୍ଥାତ୍ ପବନ ରୂପୀ ମେଖଳା ବା ଅଣ୍ଟା ସୂତା ଗ୍ରହଣ କ୍ଷତ୍ର ତାରାଗଣେ ଭ୍ରମନ୍ତି ମେଧି ଆକର୍ଷଣେ ମେଧି ମାନେ ମେରି ବା ବେଙ୍ଗଳାର ମଝି ଖୁଣ୍ଟ ତାରମ ହିମା ଯଶ ଘୋଷି ବିନାଶ ବଦେ ଦେବ ଋଷି ପ୍ରଚେତା ଗଣ ସଙ୍ଗେ ଥାଇ ନୃତ୍ୟ କରନ୍ତି ଗୀତ ଗାଇ ଧ୍ରୁବର ଯଶ ଗୁଣ ବୃନ୍ଦ ସେ ଯଜ୍ଞେ କହନ୍ତି ନାରଦ ନାରଦ ଉବାଚ କିପତି ବ୍ରତା ଏ ସୁନୀତି କିବାତା ସୁତ ଧ୍ରୁବ ଗତି କିବାତା ତପର ପ୍ରଭାବ ବେଦ ବା ଦିଙ୍କି ଅସମ୍ଭବ ମାତୃଷ ପତ୍ନୀ ବାକ୍ୟ ଯନ୍ତ୍ରେ ବନସ୍ତେ ପଶିଲା ଯେମନ୍ତେ ହରିଙ୍କି ତୋଷିଲା ଜନନୀ ସଙ୍ଗେ ସ୍ୱର୍ଗ ଗଲା ମୈତ୍ରେୟ ଉବାଚ ଶୁଣ ହେ ବ୍ୟାସଙ୍କ କୁମର ତୁ ସାଧୁ ଜନ ମଧ୍ୟେ ବର ତୁ ତେଣୁ ପଚାରିଲୁ ମତେ ଧ୍ରୁବ ଚରିତ ଭାଗବତେ ଉତ୍ତମ ଯଶ ଧ୍ରୁବ ବାଣୀ ଯେ ଏହା ଏକ ମନେ ଶୁଣି କହନ୍ତି ସାଧୁ ମେଳେ ବସନ୍ତି ବିଷ୍ଣୁର ମନ୍ଦିରି ଯଶ ଆୟୁଷ ଧନମାନ ସ୍ୱର୍ଗେ ନିବାସ ସ୍ୱସ୍ତ୍ୟୟନ
ବିଘ୍ନସ ମୋହେ ନାହିଁ ଭ୍ରାନ୍ତି ସକଳ କେଶୁ ତରି ଯାଆନ୍ତି ବିପ୍ରସ ଭାରେ ପ୍ରାତକାଳେ ଗୋବିନ୍ଦ ଭକ୍ତି ଭାବ ଭୋଳେ ପୂର୍ଣ୍ଣିମା ଅମାବାସ୍ୟା ଦିନେ ଦ୍ୱାଦଶୀ ଶ୍ରବଣା ବିଧାନେ ଦିବସ କ୍ଷୟ ବ୍ୟତିପାତେ ସଂକ୍ରାନ୍ତି ଅର୍କ ବାର ଜୁତେ ବ୍ୟତିପାତେ ଅର୍ଥାৎ ଅଶୁଭ ଯୋଗ ବିଶେଷ ଅର୍କ ବାର କହିଲେ ରବିବାର ଶ୍ରଦ୍ଧାପୂର୍ବକ ଯେ ପଢ଼ନ୍ତି ଅଥବା ଶ୍ରବଣେ ଶୁଣନ୍ତି ଜ୍ଞାନ ସନ୍ତୋଷ ପ୍ରାଣୀଙ୍କର ଚତୁର ବର୍ଗ ନହେ ଦୂର ସକାମ ଚିତେ ଚିନ୍ତେ ଯେବେ ଶୁଣନ୍ତି ଧନ ପୁତ୍ର ଲାଭେ କୁଳେଷୁ ପୁତ୍ର ହୁଏ ଜାତ ଶୁଣେ ଯେ ଧ୍ରୁବର ଚରିତ ସଂସାର ଜନ ହିତେ ଗୀତ କହିଲା ବିପ୍ର ଜଗନ୍ନାଥ ଧ୍ରୁବ କତ ଶିରୋମଣି ଏ ପାପି ଜନେ ନିୟଟାଣି ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ ସଂହିତାୟାଂ ଚତୁର୍ଥ ସ୍କନ୍ଧେ ଧ୍ରୁବ ଚରିତଂ ନାମ ଦ୍ୱାଦଶ ଅଧ୍ୟାୟ। ବର୍ତ୍ତମାନ ଏହି ଅଧ୍ୟାୟର ବ୍ୟାଖ୍ୟା ଶୁଣିବା। ଏହି ବ୍ୟାଖ୍ୟାରେ ବହୁତ ସୁନ୍ଦର ବର୍ଣ୍ଣନା କରାଯାଇଛି। ଆପଣମାନେ ଧ୍ୟାନର ସହିତ ଟିକେ ଶୁଣିଲେ ଏହାର ମହତ୍ଵ ବୁଝିପାରିବେ। ମୁନିବର ମୈତ୍ରେୟ କହିଲେ, ହେ ବିଦୁର, ଧ୍ରୁବଙ୍କର କ୍ରୋଧ ଶାନ୍ତ ହୋଇଗଲା ଏବଂ ସେ ଯକ୍ଷମାନଙ୍କୁ ବଧ ନ କରି ଫେରିଗଲେଣି ଶୁଣି ଭଗବାନ କୁବେର ତାଙ୍କ ନିକଟକୁ ଆସିଲେ। ଯୁଦ୍ଧ କାହିଁକି ହେଇଥିଲା? ଧ୍ରୁବଙ୍କର ଭାଇ ଉତ୍ତମଙ୍କୁ ଜଣେ ଗୁହ୍ୟକ ହତ୍ୟା କରିଥିଲେ। ଏହି ହତ୍ୟାକୁ ନେଇ ଧ୍ରୁବ ଗୁହ୍ୟକମାନଙ୍କ ଯକ୍ଷମାନଙ୍କ ସହିତ ଯୁଦ୍ଧ କରିଥିଲେ ଏବଂ ସେହି ଯୁଦ୍ଧ ବନ୍ଦ କରିବା ପାଇଁ ସ୍ୱୟଂଭୁବ ମନୁ ତାଙ୍କୁ ପରାମର୍ଶ ଦେଇଥିଲେ ଏବଂ ତାଙ୍କ ପରାମର୍ଶ ମାନି ସେ ଯୁଦ୍ଧ ବନ୍ଦ କରିଥିଲେ ଏବଂ ତା ପରବର୍ତ୍ତୀ ଅବସ୍ଥାରେ କ'ଣ ହେଲା ଏହି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ମୁନିବର ମୈତ୍ରେୟ କହିଲେ, ହେ ବିଦୁର, ଧ୍ରୁବଙ୍କର କ୍ରୋଧ ଶାନ୍ତ ହୋଇଗଲା ଏବଂ ସେ ଯକ୍ଷମାନଙ୍କୁ ବଧ ନ କରି ଫେରିଗଲେଣି ଶୁଣି ଭଗବାନ କୁବେର ତାଙ୍କ ନିକଟକୁ ଆସିଲେ। ଯକ୍ଷ, ଚାରଣ ଓ କିନ୍ନରମାନେ ତାଙ୍କୁ ସ୍ତୁତି କରି ଚାଲିଥାନ୍ତି। ତାଙ୍କୁ ଦେଖି ଧ୍ରୁବ କରଯୋଡ଼ି ଠିଆ ହୋଇଗଲେ। ତାପରେ ଶ୍ରୀ କୁବେର କହିଲେ, ହେ ଶୁଦ୍ଧ ହୃଦୟ କ୍ଷତ୍ରିୟ କୁମାର, ତୁମେ ତୁମ ଜେଜେବାପାଙ୍କ ଉପଦେଶ ଶୁଣି ଏପରି ଦିଷ୍ଟର୍ଯ୍ୟ ଶତ୍ରୁତା ଯେଉଁ ତ୍ୟାଗ କରିଦେଲ, ସେଥିପାଇଁ ମୁଁ ତୁମ ଉପରେ ଅତ୍ୟନ୍ତ ପ୍ରସନ୍ନ। ବାସ୍ତବରେ ତୁମେ ଯକ୍ଷମାନଙ୍କୁ ମାରିନାହଁ କି ଯକ୍ଷମାନେ ତୁମ ଭାଇକୁ ମାରିନାହାନ୍ତି। ଏକମାତ୍ର କାଳ ହିଁ ହେଉଛି ସମସ୍ତ ଜୀବଙ୍କର ଉତ୍ପତ୍ତି ଓ ବିନାଶର କାରଣ। ଅଜ୍ଞାନବଶତଃ ଏହି ସ୍ୱପ୍ନ ସମାନ ଶରୀର ଆଦିକୁ ଆତ୍ମା ବୋଲି ଭାବି ଦେବାରୁ ହିଁ ଜୀବ ଭିତରେ ଏହି ମୁଁ ଆଉ ତୁ ଆଦି ମିଥ୍ୟା ଭେଦବୁଦ୍ଧି ଉତ୍ପନ୍ନ ହେଉଛି। ଏହା ଫଳରେ ମନୁଷ୍ୟକୁ ବନ୍ଧନ ଓ ଦୁଃଖ ଆଦିର ବିପରୀତ ଅବସ୍ଥା ଭୋଗିବାକୁ ପଡ଼ୁଛି। ହେ ଧ୍ରୁବ, ଏଥର ତୁମେ ଯାଅ, ଭଗବାନ ତୁମର ମଙ୍ଗଳ କରନ୍ତୁ। ତୁମେ ସଂସାର ପାଶରୁ ମୁକ୍ତ ହେବା ନିମନ୍ତେ ସକଳ ଜୀବଙ୍କ ପ୍ରତି ସମଦୃଷ୍ଟି ରଖି ସର୍ବଭୂତାତ୍ମା ଭଗବାନ ଶ୍ରୀହରିଙ୍କୁ ଭଜ। ସେହି ପ୍ରଭୁ ସଂସାର ପାଶକୁ ଛେଦନ କରନ୍ତି ତଥା ସଂସାରର ଉତ୍ପତ୍ତି ପାଳନ ଆଦି ନିମନ୍ତେ ନିଜର ତ୍ରିଗୁଣାତ୍ମିକା ମାୟା ଶକ୍ତିରେ ଯୁକ୍ତ ହୋଇ ମଧ୍ୟ ବାସ୍ତବରେ ସେଥିରୁ ମୁକ୍ତ ହୋଇ ରହନ୍ତି। ତାଙ୍କରି ଚରଣ କମଳ ହିଁ ସମସ୍ତଙ୍କ ନିମନ୍ତେ ବନ୍ଦନୀୟ ଏବଂ ଭଜନୀୟ। ପ୍ରିୟବର, ମୁଁ ଶୁଣିଲି ଯେ ତୁମେ ହେଉଛ ସର୍ବଦା ଭଗବାନ କମଳନାଭଙ୍କ ଚରଣ କମଳ ନିକଟରେ ରହିବା ଲୋକ। ତେଣୁ ତୁମେ ନିଶ୍ଚିତ ରୂପେ ବର ପାଇବାକୁ ଯୋଗ୍ୟ। ହେ ଧ୍ରୁବ, ତୁମେ ଯାହା ବର ଚାହୁଁଛ ମୋ ଠାରୁ ତାହା ନିସଂକୋଚରେ ମାଗିନିଅ। ମୁନିବର ମୈତ୍ରେୟ କହିଲେ, ହେ ବିଦୁର, ଯକ୍ଷରାଜ କୁବେର ଏପରି ବର ଯାଚିବାରୁ ମହାଭାଗବତ ମହାମତି ଧ୍ରୁବ ତାଙ୍କୁ ମାଗିଲେ, ଯାହା ବଳରେ ମନୁଷ୍ୟ ସହଜରେ ଦୁସ୍ତର ସଂସାର ମାର୍ଗ ପରି ପାରି ହୋଇଯାଏ। ମୋ ଭିତରେ ଶ୍ରୀହରିଙ୍କ ସେହି ଅଖଣ୍ଡ ସ୍ମୃତି ଜାଗ୍ରତ ରହୁ। କୁବେର ବଡ଼ ପ୍ରସନ୍ନ ଚିତ୍ତରେ ତାଙ୍କୁ ଭଗବତ ସ୍ମୃତି ପ୍ରଦାନ କଲେ। ତାପରେ ଧ୍ରୁବ ଚାହୁଁ ଚାହୁଁ ସେ ସେଠାରୁ ଅନ୍ତର୍ଧ୍ୟାନ ହୋଇଗଲେ। ଏହାପରେ ଧ୍ରୁବ ନିଜ ରାଜଧାନୀକୁ ଫେରିଆସିଲେ। ନଗରରେ ରହି ସେ ବହୁ
ଦକ୍ଷିଣାଯୁକ୍ତ ଯଜ୍ଞ ଦ୍ୱାରା ଭଗବାନ ଯଜ୍ଞ ପୁରୁଷଙ୍କର ଆରାଧନା କଲେ। ଭଗବାନ ହିଁ ହେଉଛନ୍ତି ସମସ୍ତ ଦ୍ରବ୍ୟ କ୍ରିୟା ଓ ଦେବତା ସମ୍ବନ୍ଧୀୟ ସମସ୍ତ କର୍ମ ଏବଂ ସେ ହିଁ କର୍ମର ଫଳ ତଥା କର୍ମଫଳ ଦାତା। ସର୍ବ ଉପାଧି ଶୂନ୍ୟ ସର୍ବାତ୍ମା ଶ୍ରୀ ଅଚ୍ୟୁତଙ୍କଠାରେ ଭକ୍ତିଭାବ ରଖି ଧ୍ରୁବ ନିଜ ଭିତରେ ତଥା ସକଳ ଜୀବଙ୍କ ଭିତରେ ଭଗବାନ ଶ୍ରୀହରି ହିଁ ବିରାଜମାନ ଥିବା ଦର୍ଶନ କଲେ। ଧ୍ରୁବ ଥିଲେ ବଡ଼ ବିନୟୀ, ବ୍ରାହ୍ମଣ ଭକ୍ତ, ଦୀନବତ୍ସଳ ଓ ଧର୍ମ ମର୍ଯ୍ୟାଦାର ରକ୍ଷକ। ତାହାଙ୍କର ପ୍ରଜାମାନେ ତାଙ୍କୁ ସାକ୍ଷାତ ପିତା ବୋଲି ମାନୁଥିଲେ। ଏପରି ଭାବରେ ବିଭିନ୍ନ ପ୍ରକାର ଐଶ୍ୱର୍ଯ୍ୟ ଭୋଗରେ ନିଜର ପୂର୍ବ ଅର୍ଜିତ ପୁଣ୍ୟ କ୍ଷୟ କରି ଏବଂ ଭୋଗ ତ୍ୟାଗ ପୂର୍ବକ ଯଜ୍ଞ ଆଦି କର୍ମ ଅନୁଷ୍ଠାନ ଦ୍ୱାରା ନିଜର ପାପ କ୍ଷୟ କରି ସେ 36,000 ବର୍ଷ ପର୍ଯ୍ୟନ୍ତ ପୃଥିବୀ ଶାସନ କଲେ। ଜିତେନ୍ଦ୍ରିୟ ଧର୍ମାତ୍ମା ଧ୍ରୁବ ଏପରି ଭାବେ ଅର୍ଥ, ଧର୍ମ ଓ କାମ ସମ୍ପାଦନ କରିବାରେ ବହୁ ବର୍ଷ ବିତାଇବା ପରେ ନିଜ ପୁତ୍ର ଉତ୍କଳଙ୍କ ହାତରେ ରାଜସିଂହାସନ ସମର୍ପି ଦେଲେ। ଏହି ସମସ୍ତ ଦୃଶ୍ୟ ପ୍ରପଞ୍ଚ ଅବିଦ୍ୟାରହିତ ସ୍ୱପ୍ନ ପରି ଏବଂ ଗନ୍ଧର୍ବ ନଗର ପରି ନିଜ ଭିତରେ ମାୟା ଦ୍ୱାରା ହିଁ କଳ୍ପିତ ବୋଲି ବୁଝିପାରି ଏବଂ ଏହି ଶରୀର, ସ୍ତ୍ରୀ, ପୁତ୍ର, ମିତ୍ର, ସେନା, ଧନସମ୍ପଦପୂର୍ଣ୍ଣ କୋଷାଗାର, ରାଣୀପୁର, ସୁରମ୍ୟ ବିହାର ଭୂମି ଓ ସମୁଦ୍ର ଭୂମଣ୍ଡଳ ପରି ରାଜ୍ୟ ଏ ସବୁ କିଛି କାଳ କବଳରେ ପଡ଼ିଯାଏ ବୋଲି ଜାଣି ସେ ବଦରିକାଶ୍ରମକୁ ଚାଲିଗଲେ। ସେଠାରେ ସେ ପବିତ୍ର ଜଳରେ ସ୍ନାନ କରି ଇନ୍ଦ୍ରିୟମାନଙ୍କୁ ଶାନ୍ତ ଓ ବିଶୁଦ୍ଧ କରିଦେଲେ। ତାପରେ ସ୍ଥିର ଆସନରେ ବସି ପ୍ରାଣାୟାମ ଦ୍ୱାରା ବାୟୁକୁ ନିୟମନ କଲେ। ତାପରେ ମନ ଦ୍ୱାରା ଇନ୍ଦ୍ରିୟମାନଙ୍କୁ ବାହ୍ୟ ବିଷୟରୁ ହଟାଇ ଆଣି ମନକୁ ଭଗବାନଙ୍କର ସ୍ଥୂଳ ବିରାଟ ସ୍ୱରୂପରେ ସ୍ଥିର କଲେ। ସେହି ବିରାଟ ସ୍ୱରୂପକୁ ଚିନ୍ତନ କରି କରି ସେ ଶେଷରେ ଧ୍ୟାତା ଓ ଧ୍ୟେୟଙ୍କ ଭିତରେ ଥିବା ପ୍ରଭେଦ ଦୂର କରିଦେଇ ନିର୍ବିକଳ୍ପ ସମାଧିରେ ଲୀନ ହୋଇଗଲେ ଏବଂ ସେହି ଅବସ୍ଥାରେ ଏକମାତ୍ର ଭଗବାନଙ୍କର ଛଡ଼ା ଆଉ କିଛି ନାହିଁ ଏହି ଭାବରେ ପ୍ରତିଷ୍ଠିତ ହୋଇଗଲେ। ଭଗବାନ ଶ୍ରୀହରିଙ୍କ ପ୍ରତି ନିରନ୍ତର ଭକ୍ତିଭାବ ପ୍ରବାହିତ ହେବା ଫଳରେ ତାହାଙ୍କ ନୟନରୁ ବାରମ୍ବାର ଆନନ୍ଦ ଅଶ୍ରୁର ବନ୍ୟା ଛୁଟିଲା। ତାପରେ ତାହାଙ୍କର ହୃଦୟ ଦ୍ରବୀଭୂତ ହୋଇଗଲା ଏବଂ ଶରୀରରେ ରୋମାଞ୍ଚ ଖେଳିଗଲା। ପୁଣି ଦେହ ଅଭିମାନ ନଷ୍ଟ ହୋଇଯିବାରୁ ତାହାଙ୍କର ମୁଁ ଧ୍ରୁବ ବୋଲି ଆଦୌ ସ୍ମରଣ ରହିଲା ନାହିଁ। ଏତିକିବେଳେ ଧ୍ରୁବ ଦେଖିଲେ ଯେ ଆକାଶରୁ ଗୋଟିଏ ଅତ୍ୟନ୍ତ ସୁନ୍ଦର ବିମାନ ଓହ୍ଲାଉଛି। ବିମାନଟି ନିଜର ଜ୍ୟୋତିରେ 10 ଦିଗକୁ ଆଲୋକିତ କରିଦେଉଥାଏ। ଦେଖି ମନେ ହେଉଥାଏ ସତେ ଯେପରି ପୂର୍ଣ୍ଣିମାର ଚନ୍ଦ୍ର ଉଦୟ ହେଉଛନ୍ତି ଏବଂ ସେଥିରେ 2 ଜଣ ଶ୍ରେଷ୍ଠ ପାର୍ଷଦ ଗଦାରେ ଭରା ଦେଇ ଠିଆ ହୋଇଥିଲେ। ଉଭୟ ଥିଲେ ଚତୁର୍ଭୁଜଧାରୀ। ତାଙ୍କର ସୁନ୍ଦର ଶ୍ୟାମଳ ଶରୀର, କିଶୋର ଅବସ୍ଥା ଏବଂ ଅରୁଣ କମଳ ସଦୃଶ ନେତ୍ର। ସେମାନେ ସୁନ୍ଦର ବସ୍ତ୍ର, କିରୀଟ, ହାର, ଭୁଜବନ୍ଧ ଓ ଅତି ମନୋହର କୁଣ୍ଡଳ ଧାରଣ କରିଥିଲେ। ସେମାନେ ଶ୍ରୀହରିଙ୍କର ସେବକ ବୋଲି ଜାଣିପାରି ଧ୍ରୁବ ପୂଜା ଆଦିର କ୍ରମ ଭୁଲିଯାଇ ହଠାତ୍ ସମ୍ଭ୍ରମରେ ଠିଆ ହୋଇ ପଡ଼ିଲେ ଏବଂ ସେମାନେ ଭଗବାନଙ୍କର ପାର୍ଷଦମାନଙ୍କ ମଧ୍ୟରେ ମୁଖ୍ୟ ବୋଲି ଭାବି ସେ ମଧୁସୂଦନଙ୍କ ନାମ କୀର୍ତ୍ତନ କରି କରି ସେମାନଙ୍କୁ ଯୋଡ଼ ହସ୍ତରେ ପ୍ରଣାମ କଲେ। ଧ୍ରୁବଙ୍କର ମନ ଭଗବାନଙ୍କ ଚରଣ କମଳରେ ତଲ୍ଲୀନ ହୋଇଗଲା ଏବଂ ସେ ହାତ ଯୋଡ଼ି ବଡ଼ ନମ୍ରତାର ସହିତ ନତଶିର ହୋଇ ଠିଆ ହୋଇ ରହିଗଲେ। ଏଥର ଶ୍ରୀହରିଙ୍କର ପ୍ରିୟ ପାର୍ଷଦ ସୁନନ୍ଦ ଓ ନନ୍ଦ ତାହାଙ୍କ ନିକଟକୁ ଯାଇ ମୃଦୁ ମୃଦୁ ହସି କହିଲେ। ସୁନନ୍ଦ ଓ ନନ୍ଦ କହିଲେ, ରାଜନ୍, ଆପଣଙ୍କର ମଙ୍ଗଳ ହେଉ। ଆପଣ ଏକାଗ୍ର ହୋଇ ଆମ କଥା ଶୁଣନ୍ତୁ। ଆପଣ 5 ବର୍ଷ ବୟସରେ ହିଁ ତପସ୍ୟା କରି ସର୍ବେଶ୍ୱର ଭଗବାନଙ୍କୁ ପ୍ରସନ୍ନ କରିଦେଇଥିଲେ। ଆମେ ହେଉଛୁ ନିଖିଳ ଜଗନ୍ନିୟନ୍ତା ସାରଙ୍ଗପାଣି ଭଗବାନ ବିଷ୍ଣୁଙ୍କର ସେବକ। ଆପଣଙ୍କୁ ଭଗବାନଙ୍କର ଧାମକୁ ନେଇଯିବା ଲାଗି ଆମେ ଆସିଛୁ। ଆପଣ ନିଜର ଭକ୍ତି ପ୍ରଭାବରେ ବିଷ୍ଣୁ ଲୋକର ଅଧିକାର ପ୍ରାପ୍ତ ହୋଇଛନ୍ତି। ତାହା ତ ଅନ୍ୟମାନଙ୍କ ନିମନ୍ତେ ବଡ଼ ଦୁର୍ଲଭ। ପରମଜ୍ଞାନୀ ସପ୍ତର୍ଷି ମଧ୍ୟ ସେଠାରେ ପହଞ୍ଚି ପାରିନାହାନ୍ତି। ସେମାନେ ତଳ ଲୋକରେ ରହି ହିଁ ତାହାକୁ ଦେଖୁଛନ୍ତି। ସୂର୍ଯ୍ୟ, ଚନ୍ଦ୍ର ଆଦି ଗ୍ରହ, ନକ୍ଷତ୍ର ଏବଂ ତାରାଗଣ ମଧ୍ୟ ସେହି ଲୋକକୁ ପ୍ରଦକ୍ଷିଣ କରୁଛନ୍ତି। ଚାଲନ୍ତୁ ଆପଣ ଏଥର ସେହି ବିଷ୍ଣୁ ଲୋକରେ ନିବାସ କରିବେ। ହେ ପ୍ରିୟବର, ଆଜି ପର୍ଯ୍ୟନ୍ତ ଆପଣଙ୍କର କୌଣସି ପୂର୍ବଜ ତଥା ଅନ୍ୟ କେହି ମଧ୍ୟ ସେହି ଧାମରେ କେବେ ବି ପହଞ୍ଚି ପାରିନାହାନ୍ତି। ଭଗବାନ ବିଷ୍ଣୁଙ୍କର ସେହି ପରମଧାମ ହେଉଛି ସମଗ୍ର ସଂସାରର ବନ୍ଦନୀୟ। ଆପଣ ସେଠାକୁ ଯାଇ ବିରାଜମାନ ହୁଅନ୍ତୁ। ହେ ଆୟୁଷ୍ମାନ, ପୁଣ୍ୟ ଶ୍ଲୋକ ଶିରୋମଣି ଶ୍ରୀହରି ଆପଣଙ୍କ ପାଇଁ
ଏହି ଶ୍ରେଷ୍ଠ ବିମାନଟି ପଠାଇଛନ୍ତି, ଆପଣ ଏଥିରେ ବସନ୍ତୁ। ମୁନିବର ମୈତ୍ରେୟ କହିଲେ, ଭଗବାନଙ୍କର ପ୍ରମୁଖ ପାର୍ଷଦମାନଙ୍କ ମୁଖରୁ ଏଭଳି ଅମୃତମୟ ବଚନ ଶୁଣି ପରମ ଭାଗବତ ଧ୍ରୁବ ପ୍ରଥମେ ସ୍ନାନ କଲେ। ତାପରେ ସନ୍ଧ୍ୟା ବନ୍ଦନ ଆଦି ନିତ୍ୟକର୍ମ ସାରି ସେ ମାଙ୍ଗଳିକ ଅଳଙ୍କାର ଆଦି ଧାରଣ କଲେ। ବଦରିକାଶ୍ରମରେ ରହୁଥିବା ମୁନିମାନଙ୍କୁ ପ୍ରଣାମ କରି ସେ ସେମାନଙ୍କର ଆଶୀର୍ବାଦ ଗ୍ରହଣ କଲେ। ତାପରେ ସେହି ଶ୍ରେଷ୍ଠ ବିମାନକୁ ପୂଜା ଓ ପ୍ରଦକ୍ଷିଣ କରି ପାର୍ଷଦମାନଙ୍କୁ ପ୍ରଣାମ କରି ସୁବର୍ଣ୍ଣ ତୁଲ୍ୟ କାନ୍ତିମାନ ଦିବ୍ୟ ରୂପ ଧାରଣ ପୂର୍ବକ ସେ ସେହି ବିମାନରେ ଚଢ଼ିବାକୁ ପ୍ରସ୍ତୁତ ହେଲେ। ଏତିକି ବେଳେ ଧ୍ରୁବ ଦେଖିଲେ ଯେ କାଳ ମୂର୍ତ୍ତିମାନ ହୋଇ ଆସି ତାହାଙ୍କ ସମ୍ମୁଖରେ ଠିଆ ହୋଇଛି। ତେଣୁ ସେ ମୃତ୍ୟୁର ଶିର ଉପରେ ପାଦ ରଖି ସେହି ଅଦ୍ଭୁତ ବିମାନରେ ଚଢ଼ିଗଲେ। ସେତେବେଳେ ଆକାଶରେ ଦୁନ୍ଦୁଭି, ମୃଦଙ୍ଗ ଓ ଢୋଲ ଆଦି ବାଦ୍ୟ ବାଜି ଉଠିଲା। ଶ୍ରେଷ୍ଠ ଗନ୍ଧର୍ବମାନେ ଗାନ କଲେ ଏବଂ ଆକାଶରୁ ପୁଷ୍ପବୃଷ୍ଟି ହେଲା। ବିମାନରେ ବସି ଧ୍ରୁବ ଭଗବାନଙ୍କ ଧାମକୁ ଯିବାକୁ ପ୍ରସ୍ତୁତ ହେବା ମାତ୍ରେ ତାହାଙ୍କର ମାତା ସୁନୀତି କଥା ମନେ ପଡ଼ିଗଲା। ସେ ଭାବିବାକୁ ଲାଗିଲେ, କ'ଣ ମୁଁ ମୋ ଦୁଃଖିନୀ ମାଆକୁ ଛାଡ଼ିଦେଇ ଏକାକୀ ହିଁ ଦୁର୍ଲଭ ବୈକୁଣ୍ଠ ଧାମକୁ ଚାଲିଯିବି? ଧ୍ରୁବଙ୍କର ମନ କଥା ଜାଣିପାରି ନନ୍ଦ ଓ ସୁନନ୍ଦ ତାଙ୍କୁ ଦେଖାଇଦେଲେ ଯେ ଆଗରେ ଯାଉଥିବା ଅନ୍ୟ ଏକ ବିମାନରେ ଦେବୀ ସୁନୀତି ମଧ୍ୟ ଯାଉଛନ୍ତି। ଧ୍ରୁବ କ୍ରମଶଃ ସୂର୍ଯ୍ୟ ଆଦି ସବୁ ଗ୍ରହକୁ ଦେଖିଲେ। ମାର୍ଗରେ ବିଭିନ୍ନ ସ୍ଥାନରେ ଅନ୍ୟ ବିମାନମାନଙ୍କରେ ବସିଥିବା ଦେବଗଣ ତାହାଙ୍କୁ ପ୍ରଶଂସା କରିବା ସହିତ ତାଙ୍କ ଉପରେ ପୁଷ୍ପବୃଷ୍ଟି କରୁଥାନ୍ତି। ସେହି ଦିବ୍ୟ ବିମାନରେ ବସି ଧ୍ରୁବ ତ୍ରିଲୋକ ଅତିକ୍ରମ କରିଗଲେ। ଏପରି ଯାଉ ଯାଉ ସେ ଯାଇ ସପ୍ତର୍ଷି ମଣ୍ଡଳ ଠାରୁ ବି ଉପରେ ରହିଥିବା ଭଗବାନ ବିଷ୍ଣୁଙ୍କର ନିତ୍ୟ ଧାମରେ ପହଞ୍ଚିଗଲେ। ଏପରି ଭାବରେ ସେ ଅବିଚଳ ଗତି ପାଇଗଲେ। ସେହି ଦିବ୍ୟଧାମ ନିଜର ଆଲୋକରେ ହିଁ ଆଲୋକିତ ହୁଏ ଏବଂ ତାହାର ଆଲୋକରେ ତ୍ରିଲୋକ ଆଲୋକିତ ହୁଏ। ସେହି ଧାମକୁ ଜୀବମାନଙ୍କ ପ୍ରତି ନିଷ୍ଠୁରତା ବା ନିର୍ଦ୍ଦୟତା ପ୍ରକାଶ କରୁଥିବା ପୁରୁଷ ଯାଇପାରନ୍ତି ନାହିଁ। ଯେଉଁମାନେ ପ୍ରାଣୀମାନଙ୍କର ମଙ୍ଗଳ ନିମନ୍ତେ ଦିବାନିଶି ଶୁଭକର୍ମ କରନ୍ତି, କେବଳ ସେହିମାନେ ସେଠାରେ ପ୍ରବେଶ କରିପାରନ୍ତି। ଯେ ଶାନ୍ତ, ସମଦର୍ଶୀ, ଶୁଦ୍ଧ ଓ ସକଳ ପ୍ରାଣୀକୁ ପ୍ରସନ୍ନ ଦେଖନ୍ତି ତଥା ଏକମାତ୍ର ଭଗବତ ଭକ୍ତମାନଙ୍କୁ ହିଁ ନିଜର ପ୍ରକୃତ ବନ୍ଧୁ ବୋଲି ମାନନ୍ତି, ସେହିମାନେ ସହଜରେ ସେହି ଭଗବତ ଧାମ ଲାଭ କରନ୍ତି। ଏପରି ଭାବରେ ଉତ୍ତାନପାଦଙ୍କ ପୁତ୍ର ଭଗବତ ପରାୟଣ ଧ୍ରୁବ ତ୍ରିଲୋକ ଉପରେ ତାହାର ନିର୍ମଳ ଚୂଡ଼ାମଣି ସମାନ ବିଷ୍ଣୁ ଲୋକରେ ବିରାଜମାନ ହେଲେ। ହେ କୁରୁନନ୍ଦନ, ବେଙ୍ଗଳା ବୁଲିବା ବେଳେ ବଳଦମାନେ ଯେପରି ମେରିଖୁଣ୍ଟରେ ଚାରିପଟେ ବୁଲନ୍ତି, ଏହି ବେଗବାନ ଜ୍ୟୋତିଶ୍ଚକ୍ର ସେହିପରି ସେହି ଅବିନାଶୀ ଲୋକକୁ କେନ୍ଦ୍ର କରି ନିରନ୍ତର ଘୂରି ଚାଲେ। ଧ୍ରୁବଙ୍କର ଏପରି ମହିମା ଦେଖି ଥରେ ଦେବର୍ଷି ନାରଦ ପ୍ରଚେତାମାନଙ୍କ ଯଜ୍ଞଶାଳାରେ ବୀଣା ବଜାଇ ବଜାଇ ଏହି 3ଟି ଶ୍ଲୋକ ଗାଇଥିଲେ। ନାରଦ କହିଥିଲେ, ଏହା ନିଃସନ୍ଦେହ ଯେ ପତିପରାୟଣା ସୁନୀତିଙ୍କ ପୁତ୍ର ଧ୍ରୁବ ନିଜ ତପୋବଳରେ ଅଦ୍ଭୁତ ଶକ୍ତି ସଞ୍ଚୟ କରି ଯେଉଁ ଗତି ପାଇଗଲେ, ଭାଗବତ ଧର୍ମକୁ ଜାଣି କର୍ମକାଣ୍ଡରେ ରତ ଥିବା ବେଦବାଦୀ ମୁନିଗଣ ମଧ୍ୟ ତାହା ପାଇପାରନ୍ତି ନାହିଁ। ତେବେ ରାଜାଗଣଙ୍କ କଥା ବା କ'ଣ କହିବା? ମାତ୍ର 5 ବର୍ଷ ବୟସର ଧ୍ରୁବ ସାବତ ମାର କଟୁବାକ୍ୟରେ ମର୍ମାହତ ହୋଇ ବନକୁ ଚାଲିଗଲେ ଏବଂ ମୋ ଉପଦେଶ ଅନୁସାରେ ତପ ଆଚରଣ କରି ଭକ୍ତର ସଦ୍ଗୁଣରେ ବଶ ହେଉଥିବା ପ୍ରଭୁଙ୍କ ହୃଦୟକୁ ଜିତିଗଲେ। ସେ ଏତେ ଛୋଟ ଅବସ୍ଥାରେ ଅଳ୍ପ ଦିନର ତପସ୍ୟା ବଳରେ ସେ ଭଗବାନଙ୍କୁ ପ୍ରସନ୍ନ କରି ତାଙ୍କର ଯେଉଁ ପରମ ପଦ ପାଇଗଲେ, ଭୂମଣ୍ଡଳର ଅନ୍ୟ କୌଣସି କ୍ଷତ୍ରିୟ ବର୍ଷ ବର୍ଷ ଧରି ତପସ୍ୟା କରି ମଧ୍ୟ କ'ଣ ସେହି ପଦ ପାଇପାରିବ? ମୁନିବର ମୈତ୍ରେୟ କହିଲେ, ହେ ବିଦୁର, ତୁମେ ମୋତେ ଉଦାର କୀର୍ତ୍ତି ଧ୍ରୁବଙ୍କ ଚରିତ ବିଷୟରେ ପଚାରିଥିଲ, ତେଣୁ ମୁଁ ତାହା ସମ୍ପୂର୍ଣ୍ଣ ରୂପେ ଶୁଣାଇଦେଲି। ସାଧୁଜନମାନେ ଏହି ଚରିତକୁ ବହୁତ ପ୍ରଶଂସା କରନ୍ତି। ଏହା ଧନ, ଯଶ ଓ ଆୟୁ ବୃଦ୍ଧି କରିଥାଏ। ଏହା ହେଉଛି ପରମ ପବିତ୍ର ଓ ଅତ୍ୟନ୍ତ ମଙ୍ଗଳମୟ। ଏହା ସ୍ୱର୍ଗ ଓ ଅବିନାଶୀ ପଦ ମଧ୍ୟ ପ୍ରଦାନ କରିପାରେ। ଏହା ଦେବତ୍ୱ ପ୍ରଦାନ କରିଥାଏ। ଏହି ଚରିତ ଅତ୍ୟନ୍ତ ପ୍ରଶଂସନୀୟ ଏବଂ ସକଳ ପାପ ନାଶ କରି। ଭଗବତ ଭକ୍ତ ଧ୍ରୁବଙ୍କର ଏହି ପବିତ୍ର ଚରିତ ଯେଉଁମାନେ ଶ୍ରଦ୍ଧାପୂର୍ବକ ବାରମ୍ବାର ଶୁଣନ୍ତି, ସେମାନଙ୍କର ଭଗବାନ ପ୍ରତି ଭକ୍ତି ଜାତ ହୁଏ, ଯାହା ଫଳରେ କି ସେମାନଙ୍କର ସକଳ ଦୁଃଖ ନାଶ ହୋଇଯାଏ। ଏହା ଶ୍ରବଣ କରୁଥିବା ଲୋକଙ୍କୁ ସୁଶୀଳତା ପ୍ରଭୃତି ଗୁଣ ପ୍ରାପ୍ତି ହୁଏ।
जे महत्व चाहती सेमानंकु महत्व प्राप्ति होथवा स्थान मिले जे तेज चाहती ताकू तेज प्राप्त हुए एवं मनुष्य मानकर सम्मान बढ़े। पवित्र कीर्ति ध्रुवंकर यही महान चरित सकाळे और संध्यारे ब्राह्मण आदि दुई जाति समाज रे एकाग्र चित्तरे कीर्तन करा आवश्यक। भगवान परम पवित्र चरणर शरण रहुवा जो व्यक्ति यह निष्काम भाव में पूर्णिमा अमावास्या द्वादशी श्रवण नक्षत्र तिथि क्षय व्यतिपात संक्रांति अथवा रविवार दिन श्रद्धालु लोक को शुणाती से स्वयं निज आत्मा ही संतुष्ट रहती और सिद्ध हो जाती। यह ହେଉଛି साक्षात भगवत विषयक अमृतमय ज्ञान। जो लोक भगवत मार्गर मर्म विषय अनभिज्ञ तांकु जे भी यह प्रदान करती सही दीन बत्सल कृपालु पुरुषों को देवता माने अनुग्रह करती। ध्रुवंक कर्म ହେଉଛି सर्वत्र प्रसिद्ध और परम पवित्र। से निजर बाल्यावस्था ही मातांक घर और खेलनार मोह छाड़ी श्री विष्णु भगवान शरण नेबा चली जाइए। हे कुरुनंदन ताहांकर एही पवित्र चरित मु तुमको शुणाईदेली। प्रकृत में ध्रुवंक चरित एक भाव आवेगमय चरितटी एवं ध्रुव चरित जितेबाला मनुष्य यहाँ अध्ययन करे आखिर तार आनंद आश्रु आसी जाए एवं भगवान प्रति भक्ति जागृत हुए एवं तांकर सान्निध्य पाइबापी मन उद्वेलित हुए। यह मो अभिज्ञतार यह आपण मानक जनाइली। जब ध्रुव चरित भल भाव शुणापी चाहते तेबे 2-4टा अध्याय निश्चित भाव शुणु एवं ध्रुवंकर आउ एक व्याख्या यूट्यूब रे मो साइट रे बा शास्त्र ज्ञान 6918 रे लोड करा पोस्ट करा आपण खोजी शुणु। ध्रुवंकर गभीर जो चरित आपण मैंने शुणिपारे चेष्टा करी से ध्रुव चरित्र लिंकटी यही एपिसोड रे देवाई तेणु डेस्क्रिप्शन को जातु एवं सही ध्रुव चरित आख्यान आउ टिके भल भाव शुणिपारे। आपण यही चरित्रटी शुणिथारू भगवान आपण को कृपा करंतु आपणकर समस्त पाप को से हरि नियंतु। जय जगन्नाथ प्रभु, जय जगन्नाथ, जय जगन्नाथ, जय जगन्नाथ।